ଆଜି ଆମେ ଆଲୋଚନା କରିବା ଗଣତନ୍ତ୍ରର ବିକାଶ ଅର୍ଥାତ୍ ଡେଭଲପମେଣ୍ଟ ଅଫ୍ ଡେମୋକ୍ରେସି। ଆଦ୍ୟାବସ୍ଥାରେ ଗଣତନ୍ତ୍ର ମୁଖ୍ୟତଃ ଏକ ରାଜନୈତିକ ସିଦ୍ଧାନ୍ତ ବା ତତ୍ତ୍ୱ ରୂପେ ବିବେଚିତ ହେଉଥିଲା। ସମୟକ୍ରମେ ଏହା ସାମାଜିକ, ଅର୍ଥନୈତିକ ଓ ନୈତିକ ଦିଗକୁ ପରିବ୍ୟାପ୍ତ ହେଲା। ଅର୍ଥାତ୍ କହିବାକୁ ଗଲେ ପ୍ରାରମ୍ଭିକ ସମୟରେ ଗଣତନ୍ତ୍ର ମୁଖ୍ୟତଃ ଏକ ରାଜନୈତିକ ସିଦ୍ଧାନ୍ତ ଭାବରେ ବା ତତ୍ତ୍ୱ ଭାବରେ ବିବେଚିତ ହେଉଥିଲା। ସମୟକ୍ରମେ ଧୀରେ ଧୀରେ ଏହା ନା କେବଳ ରାଜନୈତିକ ସିଦ୍ଧାନ୍ତ ବା ତତ୍ତ୍ୱ ରୂପରେ ବିବେଚିତ ହେଲା, ଏହା ସାମାଜିକ, ଅର୍ଥନୈତିକ ଏବଂ ନୈତିକ ଦିଗକୁ ମଧ୍ୟ ପ୍ରସାରିତ ହେଲା। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ମସିହାରେ ସୃଷ୍ଟି ହୋଇଥିବା ଗଣତନ୍ତ୍ର ପଦଟି ସପ୍ତଦଶ ଶତାବ୍ଦୀର ଇଂଲଣ୍ଡର ଗୌରବମୟ ବିପ୍ଳବ ଅର୍ଥାତ୍ ଗ୍ଲୋରିୟସ୍ ରିଭଲ୍ୟୁସନ୍, ଯାହାକି 1688 ମସିହାରେ ଦେଖାଦେଇଥିଲା, ସେହି ସମୟରେ ଏହା ଅଧିକାଂଶ ମାତ୍ରାରେ ବିକଶିତ ହେଲା। ପିଲାମାନେ, ଏଇଠି ଆମକୁ ମନେ ରଖିବାକୁ ହବ ଗଣତନ୍ତ୍ର ଶବ୍ଦଟି ବା ଗଣତନ୍ତ୍ର ପଦଟି ପଞ୍ଚମ ଶତାବ୍ଦୀ ସମୟରେ ସୃଷ୍ଟି ହୋଇଅଛି। ପରବର୍ତ୍ତୀ ସମୟରେ ଅର୍ଥାତ୍ ଅଷ୍ଟାଦଶ ଶତାବ୍ଦୀ ସମୟରେ ଆମେରିକାର ସ୍ୱାଧୀନତା ସଂଗ୍ରାମ ଅର୍ଥାତ୍ ଆମେରିକା ସ୍ୱାଧୀନତା ଘୋଷଣା 1772 ମସିହା ଓ ଫରାସୀ ରାଷ୍ଟ୍ର ବିପ୍ଳବ 1789 ମସିହା ଗଣତନ୍ତ୍ରର ନୀତି, ଆଦର୍ଶ ଓ ଭାବନାକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କଲେ। ଅର୍ଥାତ୍ ସେହି ସମୟରେ ଯେଉଁ ସମୟରେ ଆମେରିକା ସ୍ୱାଧୀନତା ଘୋଷଣା କଲା ଏବଂ ଫରାସୀ ଅର୍ଥାତ୍ ଫ୍ରାନ୍ସ ନିଜର ବିପ୍ଳବ ମାଧ୍ୟମରେ ସିଏ ଗଣତନ୍ତ୍ର ପ୍ରତିଷ୍ଠା କଲା, ସେହି ସମୟ ମଧ୍ୟରେ ଗଣତନ୍ତ୍ରର ନୀତି, ଆଦର୍ଶ ଏବଂ ଭାବନା ଧୀରେ ଧୀରେ ବ୍ୟାପକ ଭାବରେ ପ୍ରୋତ୍ସାହିତ ହେବାକୁ ଲାଗିଲା ସାରା ପୃଥିବୀରେ। ଏହା ପରେ ପରେ ଊନବିଂଶ ଶତାବ୍ଦୀ ସମୟରେ ସମାଜବାଦୀ ତଥା ସାମ୍ୟବାଦୀ ଚିନ୍ତାଧାରାର ଉଦ୍ରେକ ଦେଖିବାକୁ ମିଳେ। ପିଲାମାନେ, ସମାଜବାଦ ଉପରେ ଯେଉଁମାନେ ବିଶ୍ୱାସ ରଖନ୍ତି ତାକୁ ସମାଜବାଦୀ ବୋଲି କହନ୍ତି। ଅର୍ଥାତ୍ ଏଠାରେ ସମାଜବାଦର ସରଳ ଅର୍ଥ କହିବାକୁ ଗଲେ ସମାଜର ସମସ୍ତ ଲୋକ ମିଶି ସମାନ ଅଧିକାର ଓ ସୁଯୋଗ ରଖିବା, ଧନ ଦାରିଦ୍ର୍ୟର ଭେଦ ନଥିବା ଏକ ବ୍ୟବସ୍ଥାକୁ ସମାଜବାଦ ବୋଲି କୁହାଯାଏ। ଅର୍ଥାତ୍ ଯଦି ଏଠାରେ ଆହୁରି ସରଳ ଭାବରେ ଉପସ୍ଥାପନ କରିବା ତାହେଲେ ସମସ୍ତଙ୍କ ପାଇଁ ସମାନ ଆର୍ଥିକ ଓ ସାମାଜିକ ଅବସ୍ଥା, ଧନୀ ଗରିବ ଭେଦ ଦୂର କରିବା, ସରକାର ବା ସମାଜ ମିଶି ସମ୍ପତ୍ତିକୁ ନିୟନ୍ତ୍ରଣ କରିବା ହେଉଛି ସମାଜବାଦ। ଅର୍ଥାତ୍ ଆମେ ଅତ୍ୟନ୍ତ ସରଳ ଭାବରେ ଯଦି କହିବାକୁ ଗଲେ ସମାଜବାଦ ମାନେ ସମସ୍ତଙ୍କ ଭଲ ପାଇଁ ସମାନତା ଓ ନ୍ୟାୟର ବ୍ୟବସ୍ଥା କରିବା। ଏହି ପ୍ରକାର ଚିନ୍ତାଧାରା ଯେଉଁମାନେ ପୋଷଣ କରନ୍ତି ସେମାନଙ୍କୁ କୁହାଯାଏ ସମାଜବାଦୀ ବା ସାମ୍ୟବାଦୀ ଚିନ୍ତାଧାରାର ବ୍ୟକ୍ତି। ଏହା ପରେ ପରେ ବିଂଶ ଶତାବ୍ଦୀରେ ଏସିଆ ମହାଦେଶ, ଆଫ୍ରିକା ମହାଦେଶ ଓ ଲାଟିନ ଆମେରିକାର ଅଧିକାଂଶ ପରାଧୀନ ଦେଶଗୁଡ଼ିକ ସାମ୍ରାଜ୍ୟବାଦ ଓ ଉପନିବେଶବାଦ କବଳରୁ ମୁକ୍ତ ହୋଇ ସ୍ୱାଧୀନ ତଥା ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ଓ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମାନତା ଲାଭ କରିବା, ଏହା ଥିଲା ତାଙ୍କର ମୂଳ ଲକ୍ଷ୍ୟ। ପିଲାମାନେ, ଏଠାରେ ସାମ୍ରାଜ୍ୟବାଦ କହିଲେ ଏକ ଦେଶ ଅନ୍ୟ ଦେଶକୁ ନିଜ ଶକ୍ତି, ସେନା, ଅର୍ଥନୀତି ଦ୍ୱାରା ନିୟନ୍ତ୍ରଣ କରି ନିଜ ସାମ୍ରାଜ୍ୟ ବିସ୍ତାର କରିବାକୁ ବୁଝାଏ। ଅର୍ଥାତ୍ ଅତ୍ୟନ୍ତ ସରଳ ଭାବରେ କହିବାକୁ ଗଲେ ଅନ୍ୟ ଦେଶ ଉପରେ ଶାସନ ଓ ପ୍ରଭାବ ବିସ୍ତାର କରିବାକୁ ବୁଝାଏ। ଏହା ହେଉଛି ସାମ୍ରାଜ୍ୟବାଦ। ଯେମିତିକି ଉଦାହରଣ ସ୍ୱରୂପ
ବ୍ରିଟେନ ଆମ ଭାରତକୁ ନିଜ ସାମ୍ରାଜ୍ୟ ଭାଗ କରି ରଖିଥିଲା ଏବଂ ଉପନିବେଶବାଦର ଅର୍ଥ ହେଉଛି ଏକ ଦେଶ ଅନ୍ୟ ଦେଶକୁ ଜିତି ସେଠାରେ ନିଜ ଶାସନ ସ୍ଥାପନ କରି ତାହାର ସମ୍ପତ୍ତି ଓ ଲୋକମାନଙ୍କୁ ଶୋଷଣ କରିବା। ଅର୍ଥାତ୍ ସରଳ ଭାଷାରେ କହିବାକୁ ଗଲେ ଅନ୍ୟ ଦେଶକୁ ଉପନିବେଶ କରି ରଖିବା। ଯେମିତିକି ପିଲାମାନେ ଭାରତ ଉଦାହରଣ ସ୍ୱରୂପ ଭାରତ ବହୁ ବର୍ଷ ଧରି ବ୍ରିଟିଶ ଉପନିବେଶ ଥିଲା। ଏଠାରେ ଆଉ ଟିକେ ସହଜ ଏବଂ ସରଳ ଭାବରେ କହିଲେ ସାମ୍ରାଜ୍ୟବାଦ ହେଉଛି ଅନ୍ୟ ଦେଶ ଉପରେ ପ୍ରଭାବ ଓ ଶକ୍ତି ବଢାଇବା ଏବଂ ଉପନିବେଶବାଦ ହେଉଛି ଅନ୍ୟ ଦେଶକୁ ଜିତି ତାହାରି ଶାସନ କରିବା। ତ ପିଲାମାନେ ଊନବିଂଶ ଶତାବ୍ଦୀ ପରେ ପରେ ଯେତେବେଳେ ବିଂଶ ଶତାବ୍ଦୀ ପହଞ୍ଚିଲା ସେହି ସମୟରେ ଏହି ଏସିଆ ମହାଦେଶ, ଆଫ୍ରିକା ମହାଦେଶ ଏବଂ ଲାଟିନ ଆମେରିକାର ଅଧିକାଂଶ ଦେଶ ପରାଧୀନ ଅବସ୍ଥାରେ ଥିଲା, ଯାହାକି ସେମାନେ ସାମ୍ରାଜ୍ୟବାଦ ଏବଂ ଉପନିବେଶବାଦ କବଳରେ ଥିଲେ। ସେଇଥିରୁ ମୁକ୍ତ ହୋଇ ଧୀରେ ଧୀରେ ସ୍ୱାଧୀନ ହେବାକୁ ଲାଗିଲେ ଏବଂ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବାକୁ ଲାଗିଲେ। ତାହା ସହ ସେମାନେ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହ ସମାନତା ଲାଭ କରି ଆଗକୁ ଆଗେଇବାକୁ ଲାଗିଲେ। ଏହା ପରେ ପରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭ ସମୟରେ ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ବିସ୍ତାର ସାରା ଜଗତକୁ ହେଲା ଏବଂ ଏହା ଦ୍ୱାରା ଗଣତନ୍ତ୍ର ଧୀରେ ଧୀରେ ପ୍ରସାରିତ ହେବାକୁ ଲାଗିଲା। ଅର୍ଥାତ୍ ପିଲାମାନେ ଜଗତୀକରଣ କହିଲେ ଏହା ହେଉଛି ସମସ୍ତ ଦେଶ ମଧ୍ୟରେ ବାଣିଜ୍ୟ, ସଂସ୍କୃତି ଓ ଟେକ୍ନୋଲୋଜି ଓ ଧନର ଆଦାନ ପ୍ରଦାନ ଦ୍ୱାରା ଜଗତକୁ ଏକ ଗ୍ଲୋବାଲ ଗାଁରେ ପରିଣତ କରିବା ପ୍ରକ୍ରିୟାକୁ ଜଗତୀକରଣ ବୋଲି କୁହାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତ ଦେଶକୁ ଅର୍ଥନୈତିକ ଓ ସାମାଜିକ ଭାବେ ଯୋଡ଼ିବା। ଏହାର କାର୍ଯ୍ୟ ହେଲା ଆନ୍ତର୍ଜାତିକ ବେପାର, ବିଦେଶୀ ନିବେଶ, ଟେକ୍ନୋଲୋଜି ଓ ସଂସ୍କୃତିର ବିସ୍ତାର କରିବା। ଏହା ଦ୍ୱାରା ଏହାର ଫଳାଫଳ ସମଗ୍ର ଜଗତ ଉପରେ ପ୍ରଭାବ ପକାଇଥାଏ। ଠିକ୍ ସେହିପରି ଉଦାରୀକରଣ କହିଲେ ଏହା ହେଉଛି ଅର୍ଥନୀତିରେ ସରକାରୀ ନିୟନ୍ତ୍ରଣ କମେଇ ବେସରକାରୀ ଉଦ୍ୟମକୁ ଅଧିକ ସୁଯୋଗ ଦେବା ପ୍ରକ୍ରିୟାକୁ ବୁଝାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶ ମଧ୍ୟରେ ଅର୍ଥନୈତିକ ସ୍ୱାଧୀନତା ବଢାଇବା। ଏହାର ମୁଖ୍ୟ କାର୍ଯ୍ୟ ମଧ୍ୟ ନିୟମ, ଟେକ୍ସ ନିୟନ୍ତ୍ରଣ ଇତ୍ୟାଦି କମେଇ ବେପାର ଓ ନିବେଶକୁ ସହଜ କରିବା, ଯାହା ଦ୍ୱାରା ଏହା ଦେଶ ମଧ୍ୟରେ ନିଜର ଅର୍ଥନୀତି ସୀମିତ ରଖେ। ଏହି ଜଗତୀକରଣ ଓ ଉଦାରୀକରଣ 1991 ମସିହାରୁ ପୃଥିବୀ ସ୍ତରରେ ବହୁଳ ମାତ୍ରାରେ ପ୍ରସାରିତ ହେଲା, ଯଦ୍ୱାରା ଗଣତନ୍ତ୍ର ମଧ୍ୟ ଆଗକୁ ପ୍ରସାରିତ ହେବାରେ ଲାଗିଲା। ପିଲାମାନେ ଏବେ ଆମେ ଜାଣିବା ଗଣତନ୍ତ୍ରର 6ଗୋଟି ମୁଖ୍ୟ ଖମ୍ବ ବା ଆଧାର ରହିଛି। ସେଗୁଡ଼ିକ ହେଲା ଆଇନ ବା ଲ, ସ୍ୱତନ୍ତ୍ରତା ବା ଲିବର୍ଟି, ସମାନତା ବା ଇକ୍ୱାଲିଟି, ଅଧିକାର ବା ରାଇଟ, ନ୍ୟାୟ ବା ଜଷ୍ଟିସ, ଭ୍ରାତୃତ୍ୱ ଭାବ ବା ଫ୍ରାଟର୍ନିଟି। ପିଲାମାନେ ପରୀକ୍ଷା ଦୃଷ୍ଟିରୁ ଏହି 6ଗୋଟି ମୁଖ୍ୟ ସ୍ତମ୍ଭ ବା ଆଧାରକୁ ଆମେ ମନେ ରଖିବାକୁ ହବ, ଯାହା ପରୀକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଅର୍ଥାତ୍ ଗଣତନ୍ତ୍ରରେ ଆଇନର ଶାସନ ଚାଲେ, ବ୍ୟକ୍ତିର ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦିଆଯାଏ, ବ୍ୟକ୍ତିର ସମାନତାକୁ ଗୁରୁତ୍ୱ ଦିଆଯାଏ, ବ୍ୟକ୍ତିର ଅଧିକାରକୁ ଗୁରୁତ୍ୱ ଦିଆଯାଏ, ବ୍ୟକ୍ତିକୁ ନ୍ୟାୟ ଅର୍ଥାତ୍ ଉଚିତ ନ୍ୟାୟ ପ୍ରଦାନ କରିବାରେ ଗୁରୁତ୍ୱ ଦିଆଯାଏ ଏବଂ ସମାଜରେ କେମିତି ଭ୍ରାତୃତ୍ୱ ଭାବ ସୃଷ୍ଟି ହୋଇ ସମାଜ ଆଗକୁ ଆଗେଇବ
ତାହାକୁ ଗୁରୁତ୍ୱ ଦିଆଯାଏ। ସାମାଜିକ ଗଣତନ୍ତ୍ର, ଅର୍ଥନୈତିକ ଗଣତନ୍ତ୍ର, ରାଜନୈତିକ ଗଣତନ୍ତ୍ର, ଶିଳ୍ପ ଗଣତନ୍ତ୍ର ଆଦି ହେଉଛନ୍ତି ଏହି ଗଣତନ୍ତ୍ର ରୂପୀ ମୌଳିକ ସତ୍ତାର ବିଭିନ୍ନ ପରିପ୍ରକାଶ ମାତ୍ର। ଗ୍ରୀକ୍ ମାନଙ୍କରେ ନଗର ରାଷ୍ଟ୍ର ବ୍ୟବସ୍ଥା ବାସ୍ତବରେ ଗଣତନ୍ତ୍ରର କାର୍ଯ୍ୟ ରୂପ ଥିଲା। ରୋମୀୟ ମାନେ ସମାନ ଓ ସର୍ବୋଚ୍ଚ ଆଇନର ଅଧୀନ ଥିଲେ। ଅର୍ଥାତ୍ ଆମେ ଜାଣୁ ଯେ ଏହି ଗଣତନ୍ତ୍ର ଗ୍ରୀକରେ ପ୍ରଥମେ ଆରମ୍ଭ ହୋଇଥିଲା। ତ ସେଠାରେ ବାସ୍ତବ ରୂପରେ ଗଣତନ୍ତ୍ର କାର୍ଯ୍ୟକ୍ଷମ ହୋଇଥିଲା। ଠିକ୍ ସେହିପରି ରୋମରେ ମଧ୍ୟ ସେମାନେ ରୋମର ଅଧିବାସୀମାନେ ସମାନ ଓ ସର୍ବୋଚ୍ଚ ଆଇନର ଅଧୀନ ଥିଲେ।